ରେୟାର କଏନ୍ ଓ ନୋଟ୍ ଯଦି ଆପଣମାନେ କିଣୁଛନ୍ତି ତାହେଲେ 2-3 ବର୍ଷରେ 2 ଗୁଣାରୁ ଅଧିକ ଦାମରେ ବିକ୍ରୟ କରିପାରିବେ। ଯଦି କଏନ୍ କିମ୍ବା ନୋଟ୍ ଗୁଡ଼ିକ କିଣୁଛନ୍ତି ତାହେଲେ ସେଗୁଡ଼ିକ ଯେପରି ୟୁଏନ୍ସ ପରି ମାନେ ପୁରା ଚକାଚକ ଦେଖାଯାଉଥିବା ଦରକାର। ତାହେଲେ ସେଗୁଡ଼ିକ ଆରାମରେ ବାୟରମାନେ ଉଚ୍ଚ ଦାମ ଦେଇ ନେଇଯିବେ। ନମସ୍କାର, ମୁଁ ଗିରି ବାବୁ କଏନ୍ ରହସ୍ୟ ୟୁଟ୍ୟୁବ୍ ଚ୍ୟାନେଲରୁ ଆପଣମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଆଜି ମୁଁ 4ଟି କପର ନିକେଲ 2 ଟଙ୍କା କଏନ୍ର ମାର୍କେଟ ପ୍ରାଇସ୍ କେତେ ତାହା ମୁଁ କହିବାକୁ ଯାଉଛି। ପ୍ରଥମେ କହୁଛି 1992 ମସିହାରେ ନିର୍ମିତ ଲ୍ୟାଣ୍ଡ ଭାଇଟାଲ ରିସୋର୍ସ କଏନ୍। ଏହା ଖୁବ୍ କମ୍ ପରିମାଣରେ ତିଆରି ହୋଇଛି, ତାହା ପୁଣି କେବଳ କୋଲକାତା ମିଣ୍ଟରେ। ଉକ୍ତ କଏନ୍ଟିର ଦାମ 2 ଲକ୍ଷ ଟଙ୍କାରୁ ଆରମ୍ଭ କରି 4 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହେବ। ଦ୍ୱିତୀୟ କଏନ୍ଟି ହେଉଛି 1996 ମସିହାରେ ନିର୍ମିତ ସୁଭାଷ ଚନ୍ଦ୍ର ବୋଷ କଏନ୍। ଏହା ମଧ୍ୟ କେବଳ କୋଲକାତା ମିଣ୍ଟରେ ତିଆରି ହୋଇଛି। ଏହାର ବର୍ତ୍ତମାନ ମାର୍କେଟ ପ୍ରାଇସ୍ 3,000 ଟଙ୍କାରୁ ଆରମ୍ଭ କରି ପ୍ରାୟ 20,000 ଟଙ୍କା ହେବ। ଏହି ସୁଭାଷ ଚନ୍ଦ୍ର ବୋଷର କଏନ୍ ମଧ୍ୟ 1997 ମସିହାରେ ନିର୍ମିତ ହୋଇଛି, କିନ୍ତୁ ଏହା କମନ କଏନ୍ ଅଟେ। ଏହା ପରବର୍ତ୍ତୀ ପଇସାଟି ହେଉଛି 1998 ମସିହାରେ ନିର୍ମିତ ଦେଶବନ୍ଧୁ ଚିତ୍ତରଞ୍ଜନ ଦାସ। ଏହା 3ଟି ମିଣ୍ଟରେ ନିର୍ମିତ ହୋଇଛି, ଯଥା କୋଲକାତା ମିଣ୍ଟ, ବମ୍ବେ ମିଣ୍ଟ ଓ ହାଇଦ୍ରାବାଦ ମିଣ୍ଟ। କୋଲକାତା ମିଣ୍ଟ ଓ ନୋଇଡା ମିଣ୍ଟ କଏନ୍ ଗୁଡ଼ିକ କମନ କଏନ୍ ଅଟେ, କିନ୍ତୁ ହାଇଦ୍ରାବାଦ ମିଣ୍ଟର କଏନ୍ଟି ରେୟାର କଏନ୍ ଅଟେ, ଯାହାର ବର୍ତ୍ତମାନ ମାର୍କେଟ ପ୍ରାଇସ୍ 20,000 ଟଙ୍କାରୁ ଆରମ୍ଭ କରି 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ। ସବାଶେଷରେ ଚତୁର୍ଥ କଏନ୍ଟି ହେଉଛି 1999 ମସିହାର ନିର୍ମିତ ଛତ୍ରପତି ଶିବାଜୀ। ଏହା କିନ୍ତୁ 4ଟି ମିଣ୍ଟରେ ନିର୍ମିତ ହୋଇଛି। ସେଗୁଡ଼ିକ ହେଲା କୋଲକାତା ମିଣ୍ଟ, ବମ୍ବେ ମିଣ୍ଟ, ନୋଇଡା ମିଣ୍ଟ ଓ ହାଇଦ୍ରାବାଦ ମିଣ୍ଟ। କୋଲକାତା ମିଣ୍ଟ, ବମ୍ବେ ମିଣ୍ଟ ଓ ନୋଇଡା ମିଣ୍ଟ କଏନ୍ ଗୁଡ଼ିକ କମନ କଏନ୍ ଅଟେ, କିନ୍ତୁ ହାଇଦ୍ରାବାଦ କଏନ୍ଟି ହେଉଛି ରେୟାର କଏନ୍ ଅଟେ। ଏହାର ଦାମ 1,000 ଟଙ୍କାରୁ ଆରମ୍ଭ କରି 5,000 ଟଙ୍କା ଯାଏ ହୋଇପାରେ। କିନ୍ତୁ ଏଇଠି ମୁଁ ଆପଣମାନଙ୍କୁ ସୂଚାଇ ଦେଉଛି ଯେ ରେୟାର କଏନ୍ ଗୁଡ଼ିକ ଯଦି ଆପଣମାନେ କିଣୁଛନ୍ତି ତାହେଲେ ଭଲ ଭାବରେ ଦେଖିକି କିଣିବେ, କାରଣ ବହୁତ ଅସାଧୁ ଲୋକ ଅସଲି ଦେଖାଯାଉଥିବା ନକଲ କଏନ୍ ତିଆରି କରି ବିକ୍ରୟ କରୁଛନ୍ତି। କିଣିବା ପୂର୍ବରୁ ଭଲ ଭାବରେ ପରଖି କିଣିବେ। ଆଜିର ଏପିସୋଡ଼ଟି ଏହିଠାରେ ସମାପ୍ତ କରୁଛି। ମୋର ଅନୁରୋଧ, ମୋର ଏହି ଏପିସୋଡ଼ଟିକୁ ସମସ୍ତେ ଲାଇକ୍ କରିବେ। ଯଦି ପୂର୍ବରୁ ମୋର କୌଣସି ଏପିସୋଡ଼ରେ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିବେ ତଥା ବେଲ୍ ବଟନଟିକୁ କ୍ଲିକ୍ କରିବେ। ରହୁଛି। ଜୟ ହିନ୍ଦ, ଜୟ ଜଗନ୍ନାଥ।